ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ହେଉଛି ବୁଧବାର ତ ସକାଳୁ ଉଠିକି ସାଇକେଲ ସବୁ ଜିନିଷପତ୍ରକୁ ଲୋଡ଼ କରିକି ମୁଁ ପଳେଇ ଆସିଥିଲା ମୋ ଦୋକାନକୁ। ଦୋକାନ ଆସି ଦେଖିଲି କି ବାପା ଆଜି ଦୋକାନକୁ ବଡ଼ ଗୋଟେ ଚାନ୍ଦି ମାଛ ଆଣିଛନ୍ତି। ତାପରେ ବାପା ଗୋଟେ ଚାନ୍ଦି ମାଛକୁ ଓଜନ କରି ମୋତେ ଦେଇ ଦେଇଥିଲେ କାଟିବାକୁ। ତାପରେ ମୁଁ ଲାଗିଲି ଚାନ୍ଦି ମାଛକୁ କାଟିବାରେ। ତ ବାପା ମୋତେ କହିଥିଲେ ଚାନ୍ଦି ମାଛକୁ 3 ଭାଗ କରିବାକୁ। ତାପରେ ମୁଁ ବି ସେ ଚାନ୍ଦି ମାଛକୁ କାଟିକି 3 ଭାଗ କରିଦେଇଥିଲି। 3 ଭାଗ କରିସାରିଲା ପରେ ମୁଁ 3ଟା କଷ୍ଟମରକୁ ତାଙ୍କ ମାଛ ସବୁ ଦେଇ ଦେଇଥିଲି। ତାଙ୍କ ମାଛ ସବୁ ଦେଇସାରିଲା ପରେ ବାପା ବଜାର ଯାଇକି ଆନ୍ଧ୍ରା ମାଛ ନେଇକି ପଳେଇ ଆସିଥିଲେ। କାହିଁକିନା ଆଜି 25 କିଲୋ ମାଛର ଗୋଟେ ଅର୍ଡ଼ର ମିଳିଥିଲା। ତାପରେ ସବୁ ମାଛ କାଟି ଛଡ଼ି ସାରିଲା ପରେ ମୁଁ ଲାଗିଲି ସବୁ ମାଛମାନଙ୍କୁ କାଟିବାରେ। ତାପରେ ସେ ଭାଇ ମୋତେ କହିଥିଲେ ଆମ ସବୁ ମାଛକୁ ପେଟି ପିସ୍ କରିବାକୁ। ତାପରେ ମୁଁ ବି ଲାଗିଲି ତାଙ୍କ ମାଛକୁ ପେଟି ପିସ୍ କରିବା। ତାଙ୍କ ମାଛକୁ ସବୁ ପେଟି ପିସ୍ କରି କାଟିକି ତାଙ୍କୁ ସେ ଭାଇଙ୍କୁ ଦେଇ ଦେଇଥିଲି। ତାଙ୍କ ମାଛ ଦେଇସାରିଲା ପରେ ତାପରେ ରାମ ଭାଇନା ବି ଆସିଥିଲେ ତାଙ୍କ ଦୋକାନ ପାଇଁ ଗୋଟେ ବଡ଼ ମାଛ ନେବାକୁ। ତାପରେ ବାପା ବି ସବୁ ଗୋଟେ ବଡ଼ ମାଛକୁ ଓଜନ କରିକି ରାମ ଭାଇନାଙ୍କ ପାଇଁ ତାଙ୍କ ମାଛ କାଟିବା ଲାଗିଗଲେ। ତାପରେ ସବୁ ମାଛକୁ କାଟି ସାରିଲା ପରେ ଆମେ ସେ ରାମ ଭାଇନାଙ୍କୁ ଦେଇ ଦେଇଥିଲୁ। ତାଙ୍କ ମାଛ ଦେଇସାରିଲା ପରେ ତାପରେ ବାପା ହୋଟେଲ ପାଇଁକା ସବୁ ମାଛକୁ କାଟିବା ଲାଗିଗଲେ। ସବୁ ମାଛକୁ ହୋଟେଲ ପାଇଁକା କାଟି ସାରିଲା ପରେ ମୁଁ ସବୁ ହୋଟେଲରେ ସବୁ ମାଛକୁ ଦେଇସାରିଲା ପରେ ଦୋକାନରେ କିଛି ଅଳ ମାଛ ଥିଲା ଆଉ 2 ଖଣ୍ଡ ମାଛ ଥିଲା ତାକୁ ବି ବିକିକି ଆମେ ଘରକୁ ପଳେଇ ଆଇଲୁ। ରହୁଛି ଜୟ ଜଗନ୍ନାଥ।